ପ୍ରୟାଗରାଜର କୁମ୍ଭ ମେଳାରେ ଭାଇରାଲ ହେଇଥିବା ମୋନାଲିସା ନିଜ ଧର୍ମର ଛାଡିକି ଅନ୍ୟ ଧର୍ମରେ ବିବାହ କରିଥିଲେ। ଆପଣ ମାନେ ଜାଣିଥିବେ, ଗୋଟିଏ ମୁସଲିମ ଧର୍ମର ପିଲାକୁ ସିଏ ମ୍ୟାରେଜ କରିଥିଲା ଏବଂ ଶାନ୍ତି ପ୍ରିୟର ବାର୍ତ୍ତା ଦଉଥିଲା। ଆପଣ ମାନଙ୍କୁ ସବୁ ଦେଖେଇବି। ଫାର୍ଷ୍ଟ ସେ ଶାନ୍ତି ପ୍ରିୟର ବାର୍ତ୍ତା ଦଉଥିବା ଭିଡିଓଟା ଟିକେ ଦେଖନ୍ତୁ। अगर ऐसा होता तो मैं मंदिर में शादी क्यों करता? मैं खुद एक मुसलमान हूँ, तो हमारे अंदर ऐसा कोई भेदभाव नहीं है। वो उसकी खुशी के लिए सब, वो हिंदू है, मैं मुस्लिम हूँ, अभी भी वो हिंदू है, मैं मुस्लिम हूँ। हमने कोई ऐसा कोई कन्वर्ट, कोई ऐसा कुछ नहीं किया। सब अपने उसमें है, धर्म में। ये अपने धर्म को मानती है, मैं भी मानता हूँ, लेकिन मैं भी इसके धर्म को मानता हूँ। ऐसा कुछ नहीं है, मेरे लिए सब धर्म बराबर है। लेकिन जो लोग सोच रहे ऐसा कुछ भी नहीं है। हमने शादी हिंदू धर्म में की, मंदिर में। ଆଜ୍ଞା ଦେଖିଲେ ତ, ପ୍ରଥମେ ସିଏ ଶାନ୍ତିପ୍ରିୟର ବାର୍ତ୍ତା କୋଉ ଭଳି ପ୍ରକାର ଦେଇଥିଲା। ସିଏ ଭାବି ଦେଇଥିଲା ମନେ ମନେ ଗୋଟେ ବହୁତ ମହାନ କାମ କରିଦେଇଥିଲା। ବର୍ତ୍ତମାନ ତାର ବି ସମୟ ଆସିଗଲାଣି ଫ୍ରିଜ ଭିତରେ କଟା କଟା ହେଇକି ପିସ୍ ପିସ୍ ହେଇକି ଭର୍ତ୍ତି ହବାର। ଦେଖନ୍ତୁ କେମିତି କାନ୍ଦି ବୋବେଇକି ସରକାରଙ୍କୁ କେମିତି ଗୁହାରି କରୁଛି। ଦେଖନ୍ତୁ ଏ ଭିଡିଓ। खुलेआम मारने की, काटने की धमकी दी जा रही है। मुख्यमंत्री, टीआई कमिश्नर, मीडिया वालों को सभी तक ये लेटर जाएगा। हमारी मदद करो। ଆଜ୍ଞା ଦେଖିଲେ, ତେଣୁ ମୋର ସମସ୍ତ ହିନ୍ଦୁ ଭଉଣୀ ମାନଙ୍କୁ ବିଶେଷ କରିକି ଅନୁରୋଧ, ଖାସ କରିକି ଆପଣ ଯାହାକୁ ବି ପ୍ରେମ କରିବାର ଇଚ୍ଛା ହଉଛି କରନ୍ତୁ, କିନ୍ତୁ ନିଜ ଧର୍ମରେ ରହିକି ନିଜର ପରମ୍ପରା, ନିଜ ସଂସ୍କୃତି ସହିତ ଖାପ ଖୁଆଉଥିବା ପିଲାଙ୍କୁ ଦେଖିକି ପ୍ରେମ କରନ୍ତୁ। ତା ନହେଲେ ଏଇ ମୋନାଲିସା ଭଳିଆ ପରିସ୍ଥିତି କାହାର ଯେ କେତେବେଳେ କଣ ଘଟିବ କିଛି ଭରସା ନାହିଁ। ତେଣୁ ସବୁବେଳେ ଭାବି ଚିନ୍ତି କାମ କରନ୍ତୁ, ନହେଲେ ବିପଦରେ ପଡିବାଟା ସ୍ୱାଭାବିକ। ଆମେ ହିନ୍ଦୁ ଧର୍ମରେ ଆମେ କେବଳ ଆପଣ ମାନଙ୍କୁ ସଚେତନ କରିପାରିବୁ ଆଜ୍ଞା, କିନ୍ତୁ ଆପଣ ମାନଙ୍କର ଫୈସଲା ନବାର ନିଷ୍ପତ୍ତି କେବଳ ଆପଣ ମାନଙ୍କର। ସବୁ ହିନ୍ଦୁ ଭଉଣୀ ମାନଙ୍କୁ ବିଶେଷ ଭାବରେ ଅନୁରୋଧ, ପ୍ଲିଜ ଯାହାକୁ ବି ପ୍ରେମ କରୁଛନ୍ତି କରନ୍ତୁ, କିନ୍ତୁ ନିଜ ଧର୍ମରେ ରହିକି ପ୍ରେମ କରନ୍ତୁ ଆଜ୍ଞା। ତା ନହେଲେ ଆପଣ ମାନଙ୍କ ପାଇଁ ଆମ ହିନ୍ଦୁ ଧର୍ମ ଆଜିକା ଡେଟରେ ବଦନାମ। ଜୟ ଶ୍ରୀରାମ।